देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ଭଲ ଲାଗିଲେ ଏହାକୁ ଲାଇକ୍ ଓ ସେୟାର ନିଶ୍ଚୟ କରିବେ। ନମ୍ବର 1, ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ ଆସିପାରେ ଓଏମ୍ଆର୍ ସିଟ୍। କୋଭିଡ ସଂक्रमण ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପର ହୋଇଛି। ବିଭିନ୍ନ ଦିଗକୁ ବିଚାର କରି ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ 50 ମାର୍କର ଅବଜେକ୍ଟିଭ୍ ପ୍ରଶ୍ନଗୁଡ଼ିକ ପାଇଁ ପରୀକ୍ଷାର୍ଥୀଙ୍କୁ ଓଏମ୍ଆର୍ ସିଟ୍ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଫଳରେ ପରୀକ୍ଷାର୍ଥୀ ପୁରୁଣା ଢାଞ୍ଚାରେ ଏକ ଅବଜେକ୍ଟିଭ୍ ପ୍ରଶ୍ନର 4ଟି ବିକଳ୍ପ ମଧ୍ୟରୁ ଗୋଟିକର ପାର୍ଶ୍ୱରେ ଥିବା ଗୋଲକୁ ନୀଳ କିମ୍ବା କଡ଼ା ରଙ୍ଗର କଲମରେ ଚିହ୍ନିତ କରିବେ। ଏଥିସହ ସବଜେକ୍ଟିଭ୍ ପ୍ରଶ୍ନ 50 ମାର୍କ ବଦଳରେ 30 ମାର୍କ କରାଯିବାକୁ ସ୍ଥିର ହୋଇଛି। ପରୀକ୍ଷାର୍ଥୀଙ୍କୁ ବୋର୍ଡ ପକ୍ଷରୁ ପ୍ରତି ବିଷୟରେ ନମୁନା ପ୍ରଶ୍ନପତ୍ର ସಮೇତ ପ୍ରଶ୍ନୋତ୍ତର ବ୍ୟାଙ୍କ ପୁସ୍ତିକା ଯୋଗାଇ ଦିଆଯିବ। ମାତ୍ର ବୋର୍ଡ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ। ନମ୍ବର 2, କୃଷି ଆଇନ ପ୍ରତ୍ୟାହାର ନହେଲେ 14ରେ ଆମରଣ ଅନଶନ କରିବେ କୃଷକ ନେତା। କୃଷକ ୟୁନିୟନଗୁଡ଼ିକ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତା 14 ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟ ବେଳେ କୃଷକ ନେତାମାନେ ଆମରଣ ଅନଶନ କରିବେ ବୋଲି ୟୁନିୟନର ନେତାମାନେ ଚେତାବନୀ ଶୁଣାଇଛନ୍ତି। ଅନ୍ୟପକ୍ଷରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ କାଲି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି। କୃଷିମନ୍ତ୍ରୀଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ କୃଷକମାନଙ୍କ ପ୍ରତିନିଧି ଭାବେ କୃଷକଙ୍କ ଅଧିକାରର ରକ୍ଷା କରିବା ତାଙ୍କର ପ୍ରମୁଖ ଦାୟିତ୍ୱ। କୃଷକଙ୍କ ସ୍ୱାର୍ଥରକ୍ଷା ପ୍ରସଙ୍ଗରେ ସେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମସ୍ୟାର ସମାଧାନ ନେଇ କେନ୍ଦ୍ର ସରକାର ସକାରାତ୍ମକ ଆଭିମୁଖ୍ୟ ପୋଷଣ କରୁଛନ୍ତି। ଏହାକୁ ଦେଖିଲେ ଜଣାପଡ଼ିଛି ଯେ ଆସନ୍ତା 24ରୁ 28 ଘଣ୍ଟା ମଧ୍ୟରେ ସରକାର ଓ କୃଷକମାନଙ୍କ ମଧ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ହେବ ଏବଂ ଏଥିରୁ ଏକ ସମାଧାନର ରାସ୍ତା ବାହାରିବ। ନମ୍ବର 3, ଏଣିକି ଓଡ଼ିଶା ୱାନ୍ରେ ବିଦ୍ୟୁତ୍ ବିଲ୍ ପୈଠ। ଓକାଗୋ 3ଟି ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଏବଂ ସାଉଥ୍କୋ ମଧ୍ୟରେ ଓଡ଼ିଶା ୱାନ୍ ୱେବ୍ ପୋର୍ଟାଲରେ ବିଦ୍ୟୁତ୍ ବିଲ୍ ପୈଠ ପାଇଁ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରାଯାଇଛି। www.odishaone.gov.in ଜରିଆରେ ଗ୍ରାହକ ବିଦ୍ୟୁତ୍ ବିଲ୍ ପୈଠ କରିପାରିବେ। ଭିଡ଼ିଓ କନଫରେନ୍ସିଂ ଜରିଆରେ ଗ୍ରିଡ୍କୋର ଅଧ୍ୟକ୍ଷ ତଥା 3 ସଂସ୍ଥାର ପ୍ରଶାସକ ଡକ୍ଟର ସୌରଭ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ରଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗ୍ରାମାଞ୍ଚଳ ଗ୍ରାହକ ମଧ୍ୟ ପଞ୍ଚାୟତ ସ୍ତରରେ 9000 ମୋ ସେବା କେନ୍ଦ୍ରରେ ଅନଲାଇନ୍ ବିଦ୍ୟୁତ୍ ବିଲ୍ ପୈଠ ସେବା ପାଇବେ। ଏହି ବ୍ୟବସ୍ଥାରେ ଦେୟ ପୈଠ କଲେ ଗ୍ରାହକ 2% ରିହାତି ପାଇପାରିବେ। ନମ୍ବର 4, କୋଭିଡ ନେଗେଟିଭ୍ ରିପୋର୍ଟ ଦେଖିଲେ ଶ୍ରୀମନ୍ଦିରକୁ ଅନୁମତି। ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖିବାକୁ ବାଧ୍ୟତାମୂଳକ କରାଯାଇଛି। ପୁରୀ ବାହାରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କିଶନ କୁମାର। ଶ୍ରୀମନ୍ଦିର ଖୋଲିବା ନେଇ କାଲି ବସିଥିଲା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି ଶ୍ରୀମନ୍ଦିର ଖୋଲିବା ନେଇ 2-3 ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ। ସରକାର ଅନୁମତି ଦେଲା ପରେ 22ରୁ 24 ତାରିଖ ମଧ୍ୟରେ ଶ୍ରୀମନ୍ଦିର ଖୋଲି ଦିଆଯିବ। ଦର୍ଶନ ସମୟରେ କୋଭିଡ କଟକଣା ଜାରି ରହିବ। ଦର୍ଶନ ପାଇଁ ପ୍ରଥମେ ପୁରୀ ଜିଲ୍ଲାବାସୀଙ୍କୁ ଅନୁମତି ମିଳିବ। ସବୁ ଶୃଙ୍ଖଳିତ ଭାବେ ଚାଲିଲେ 7 ଦିନ ପରେ ପୁରୀ ଜିଲ୍ଲା ବାହାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। ପାଣିପାଗ ସୂଚନା। ଆସନ୍ତା 2 ଦିନ ଘନ କୁହୁଡ଼ି, ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି। 2 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବ ବୋଲି ସୂଚନା ଦିଆଯାଇଛି। ସୂଚନା ମୁତାବକ 13 ତାରିଖ ଦିନ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏଥିପାଇଁ ଏହି 5 ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 14 ତାରିଖ ଦିନ କନ୍ଧମାଳ, ନୟାଗଡ଼, ବୌଦ୍ଧ, ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏହାଛଡ଼ା ଏହି 2 ଦିନରେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଏହାର ଦୃଶ୍ୟମାନ ଦୂରତା 1 କିଲୋମିଟର ରହିବ ବୋଲି କେନ୍ଦ୍ର କହିଛି। ନମ୍ବର 6, ଡିସେମ୍ବର 17ରେ ଯୋଗାଯୋଗ ସାଟେଲାଇଟ୍ ଉତ୍କ୍ଷେପଣ କରିବ ଇସ୍ରୋ। ଡିସେମ୍ବର 17 ତାରିଖରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକେଲ୍ ଅର୍ଥାତ୍ PSLV C-50 ଦ୍ୱାରା ସୂଚନା ପ୍ରସାରଣ ସାଟେଲାଇଟ୍ CMS-01 ଉତ୍କ୍ଷେପଣ କରାଯିବ ବୋଲି ଶୁକ୍ରବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ କହିଛି। ଇସ୍ରୋ କହିବା ଅନୁସାରେ ପାଗ ଅବସ୍ଥାକୁ ଲକ୍ଷ୍ୟ କରି 2020 ଡିସେମ୍ବର 17 ତାରିଖ ଭାରତୀୟ ସମୟ 15:41ରେ ଏହାକୁ ଉତ୍କ୍ଷେପଣ କରାଯିବ। CMS-01 ହେଉଛି ଭାରତର 42ତମ ସୂଚନା ପ୍ରସାରଣକାରୀ ବା ଯୋଗାଯୋଗ ସାଟେଲାଇଟ୍। ଏହା ସମଗ୍ର ଭାରତ ଭୂଖଣ୍ଡ ସମେତ ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଅଞ୍ଚଳ ପାଇଁ ଏକ୍ସଟେଣ୍ଡେଡ୍ ସି ବ୍ୟାଣ୍ଡ କ୍ଷେତ୍ରରେ ସେବା ଯୋଗାଇବ। ନମ୍ବର 7, ଯୁକ୍ତ 2ରେ 1 ଲକ୍ଷ ସିଟ୍ ଖାଲି, ପୁଣି ଥରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ, ଧନ୍ଦାମୂଳକ ବିଭାଗରେ ଖାଲି ଥିବା 1,02,236 ସିଟ୍ରେ ନାମଲେଖା ଲାଗି ଆଉଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। କାଲିଠାରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆସନ୍ତା 16 ତାରିଖ ରାତି 11:55 ପର୍ଯ୍ୟନ୍ତ ଜାରି ରହିବ। ଛାତ୍ରଛାତ୍ରୀ www.samsodisha.gov
www.pndit.gov.in माध्यम आवेदन करेंगे। वेटिंग लिस्ट समेत मेरिट लिस्ट तथा मेधा तालिका डिसेम्बर 18 अपराह्न 2टार प्रकाश पाइब। योग्य छात्र छात्री नाम लेखा 19 तारिख सकाळ 10टारू अपराह्न 4टा मध्य अनुष्ठित हेब। वेटिंग लिस्ट रे थिबा छात्र छात्री नाम पंजीकरण 19 तारिख अपराह्न 4टारू 21 तारिख मध्याह्न 12टा मध्य हेब। योग्य प्रार्थी नाम लेखा 21 तारिख अपराह्न 1:30 रु 22 तारिख अपराह्न 2टा मध्य हेब। 22 तारिख संध्या 6टारे नाम लेखा संपर्कित तथ्य उपलब्ध हेब बोली उच्च माध्यमिक शिक्षा निर्देशालय पक्षरु सूचना दी जाइछि। नंबर 8 ऑनलाइन रे अल्ट्रासाउंड पंजीकरण बा नवीकरण। चलित वर्ष राज्य सरकार गर्भधारण पूर्व और प्रसूति पूर्व रोग निर्णय बा पीसीओ पीएडीटी संबंधी अल्ट्रासाउंड पंजीकरण नवीकरण सुविधा को लोकसेवा आईन रो अधिकार परिसरभुक्त करिसेंती। तेणु अल्ट्रासाउंड पंजीकरण और नवीकरण पई ऑनलाइन दरखास्त आवेदन सेवा उन्मोचित होईछि। वर्चुअल मोड रे ई सॉफ्टवेयर लोकार्पण अवसर रे प्रदीप कुमार महापात्र समस्त जिल्लार जिलापाल को ऑनलाइन जरिया रे संपृक्त जिल्लार ए संबंधी दरखास्त उपरे उपयुक्त कार्यानुष्ठान नेबा पई निर्देश दैछंती। ठीक समय रे पंजीकरण नवीकरण सह स्वच्छता माध्यम अल्ट्रासाउंड सुविधा को सुनिश्चित करने पर ऑनलाइन दरखास्त आवेदन एक उपयुक्त माध्यम। एथिपई 70 दिन समय धार्य कर दरखास्त दाखल करने टंका पैठ करने और दरखास्तर स्थिति आवेदनकारी ऑनलाइन रे जानि परिबे। समस्त आवश्यक तथ्य वेब पोर्टाल www.pndtodisha.gov.in रे अपलोड कर जाइछि। नंबर 9 पहाड़ रे रसगोल्ला क्लस्टर पर सरकार देले 1.5 एकर जगह। मिठा प्रेमी और पहाड़ मिठा विक्रेतांक पई मिठा खबर। दीर्घ दिन धरी झुली रही रसगोल्ला क्लस्टर योजना कार्यकारी हेबा पई रास्ता फिटिछि। एथिपई राज्य सरकार पहाड़ रे कॉमन फैसिलिटी सेंटर अर्थात सीएफसी निमंते 1.5 एकर जगह जोगई दैछंती। मिठा कारीगर मानकु संगठित करी सेमानक विकास दिगरे ए क्लस्टर प्रमुख भूमिका ग्रहण करिवो। भारत सरकारक अणु क्षुद्र मध्यम उद्योग मंत्रालय और कटक स्थित अणु क्षुद्र मध्यम उद्योग विकास प्रतिष्ठान सहयोग रे ए क्लस्टर स्थापन हेबो। एथिपई मोट 10 कोटी टंका खर्च हेबो। कॉमन फैसिलिटी सेंटर मध्य रसगोल्ला छेनापोड़ छेनागज क्षीरी छेना प्रस्तुति पई अत्याधुनिक व्यवस्था कराजिबो। यह व्यतीत पैकेजिंग स्टोरेज टेस्टिंग लैबोरेटरी और गोदाम रहिबो। फଳରେ मिठा कारीगर माने अधिक उत्पादन सह यहाकु राज्य देश बाहर को पठेई भल रोजगार करि परिबे। नंबर 10 गत 24 घंटा मध्य पुणी 335 जन कोविड संक्रमित चिन्हट 4 मृत। राज्य में पुणी 335 जन कोविड संक्रमित चिन्हट होती। अनुगुड़ 25, बालेश्वर 26, बरगढ़ 8, भद्रक 8, बलांगीर 11, बौद्धरू जड़े, कटक 20, देवगढ़ जड़े, ढेंकानाल 5, गंजाम 7, जगतसिंहपुर 7, जाजपुर 9, झारसुगुड़ा 25, कड़ाहांडी 2, केन्द्रापड़ा 5, केन्दुझर 14, खोर्धा 31, कोरापुट जड़े, मालकानगिरी 2, मयूरभंज 29, नवरंगपुर 4, नयगढ़ जड़े, नुआपड़ा 7, पुरी 15, रायगढ़ 2, संबलपुर 10 और सुंदरगढ़ 52 जन चिन्हट होती। एपटे महामारी रे पुणी 4 जनकर मृत्यु घटी। नंबर 11 ठकामीर शिकार होइथिबो व्यक्ति सामना को आसंतु कहिले क्राइमब्रांच एडीजी। टाटा मोटर्स रे चाकरी पाइबा आशारे और ठकामीर शिकार होइथिबा आशायी प्रार्थी माने सामना को बाहरी पुलिस को जणाइबाको अनुरोध करिसेंती क्राइमब्रांच एडीजी सोमेन्द्र प्रियदर्शी। आईएफएस अभयकांत पाठकंक पुओ आकाश पाठक और गोपालपुर विधायक प्रदीप पाणिग्राही मिसी लोकंकु चाकरी देबा आशारे टंका ठकेई करिथिबा अभियोगर प्रारंभिक तदंत परे काली क्राइमब्रांच एडीजी एक सांबादिक सम्मेलन करी कहिसेंती जे टाटा मोटर्स रे चाकरी पई टंका देइथिबा आशायी प्रार्थी माने सामना आसी अभियोग करंतु एवं अभियोग परे एनी दृढ़ कार्यानुष्ठान ग्रहण कराजिबो। अनेक चाकरी आशायी प्रार्थी को श्री पाणिग्राही और आकाश पाठक टाटा मोटर्स रे नियुक्ति आशा देई लक्षाधिक टंका ठकेई करिथिबा कहिसेंती क्राइमब्रांच एडीजी सोमेन्द्र प्रियदर्शी। नंबर 12 टीकाकरण पई एसओपी जारी कला केन्द्र। भारत में टीकाकरण उपरे समस्त नजर रही। टीका आसिबा पूर्व भारत सरकार टीकाकरण केमिति हेबो से नहीं कार्य आरंभ करिसेंती। टीकाकरण को सहज भिड़ कमिबा पई केंद्र सरकार एसओपी जारी करिसेंती। गोटिए पर्यायर केवल 100 जन को टीका दियाजिबो बोली केंद्र सरकार निष्पत्ति नैछंती। एसओपी अनुसार प्रत्येक टीकाकरण केन्द्र में 5 जन को नियोजित कराजिबो। 5 जन मध्य जड़े मुख्य अधिकारी को अन्य 4 जन साहाय्य करिवे। यह सह प्रत्येक टीकाकरण केन्द्र में प्रतीक्षा करिबा टीकाकरण एवं पर्यवेक्षण पई 3टी कक्ष रहिबो। गोटे दिन में जेकोसी व्यक्ति को टीका दियाजिबो ताकू परवर्ती अध घंटा पई पर्यवेक्षण कक्ष रे तत्वावधान रे रखाजिबो। जदि कोनोसी पार्श्व प्रतिक्रिया देखा जाए तेबे तुरंत तांकर चिकित्सा कराजिबो। नंबर 13 क्षमा मागंतु कृषकों खलिस्तानी कहिथिबो मंत्री कहिले सुखबीर सिंह बादल। 3टी कृषि आईन को विरोध करी धारणारत कृषकों को खलिस्तानी कहिथिबो मंत्री माने तुरंत क्षमा मागिबा जरूरी बोली शिरोमणि अकाड़ी दल मुख्य सुखबीर सिंह बादल कहिसंती। से दाबी करिसंती जे प्रदर्शन करुथिबो कृषकों को भारतीय जनता पार्टी नेतृत्वाधीन केंद्र सरकार जो मंत्री माने देश विरोधी कही निंदित करिसंती सेमाने सर्वसाधारण रे क्षमा मागिबा जरूरी। अमृतसर गणमाध्यम को सूचना दे बादल प्रश्न करिसंती जे केंद्र सरकार काहेकि एकछत्रवादी हेउछंती एवं जो मानक पई आईन तयारी होईछि सेमाने खुशी नथिबा बेले केंद्र सरकार
कहीं आईन को रद्द करूनाहांती खलिस्तानी और राजनीतिक रूप दे आंदोलन को केंद्र सरकार कहीं बदनाम करने को चेष्टा करुछंती बोली से प्रश्न करिसंती। केंद्र सरकार एभली चिंताधारा को निंदा करी श्री बादल कहिसंती जे एभली विवृत्ति देउथिबा मंत्री माने सर्वसाधारण रे क्षमा प्रार्थना करिबा आवश्यक। नंबर 14 18 चलिब किरंडल विशाखापाटना एक्सप्रेस। आसंता 18 तारिख चलिब किरंडल विशाखापाटना एक्सप्रेस। ईस्ट कोस्ट रेल विभाग पक्षर एने एक विज्ञप्ति प्रकाश करा जायछि। 18 तारिख दिन विशाखापाटना सकाळ 6:45 बाहर विशाखापाटना सीमांचल कोथवालासा आरकू कोरापुट जयपुर जगदलपुर दांतेवाड़ा बाचेली और किरंडल स्टेशन रे एहार रहणी रहितिबा सूचना मिलिछि। सेभଳି 19 तारिख दिन किरंडल रु विशाखापाटना अभिमुखे आउ गोटे ट्रेन बाहर 10टी बगी को नहीं ए ट्रेन टी चलाचल करिबो बोली सूचना मिलिछि। यह नियमित भावे आगामी दिन में पूर्व भଳି प्रतिदिन चलिबो। नंबर 15 मल परिचालना निःशुल्क सहायता नंबर जारी। पायखाना मल परिचालन रे अभियोग थिले तुरंत समाधान करिबो बीएमसी। एने एक 24 घंटे निःशुल्क सहायता नंबर 14420 जारी होईछि। एई नंबर रे जोगाजोग करी नागरिक माने केवल मल परिचालन समस्या संबंधी अभियोग करिबा सुजोग पाइबे नाही। या सहित सफाई मित्र सेप्टिक टैंक और स्वेरेज लाइन सफाई दायित्व रे थिबा कर्मचारी संपर्क रे जानि पारिबे। 19 नवेम्बर 2020 रे देश रे सफाई मित्र कार्यक्रम लोकार्पण होइथिया बेले बीएमसी अंचल रे यह लागू होईछि। देशर प्रथम सहर भावे पोर्ट ब्लेयर और भुवनेश्वर उक्त निःशुल्क सहायता नंबर जारी करिसंती। ई नंबर को भुवनेश्वर महानगर निगम टोल फ्री नंबर 1800 345 0061 सहित संयुक्त करा जायछि। नंबर 16 तेजिला कंदड़ केंद्र कहला 3 आईपीएस को दिल्ली पठाओ। बीजेपी सभापति तथा सांसद जेपी नड्डा कारकेट उपरक आक्रमण मामला रे पुलिस कड़ा पदक्षेप नेइछि। नड्डा को सुरक्षा दायित्व रे थिबा 3 आईपीएस अधिकारी को केंद्र डेपुटेशन रे पठेबा पई गृह मंत्रालय पश्चिमबंग सरकार को कहिछि। हेले ममता सरकार पठेबेनी बोली रोकठोक मना करि दैछंती, जाहाकु नै दुई सरकार मध्य रे कड़ी तीव्र हेबो बोली स्पष्ट होई जाइछि। बीजेपी सभापति जेपी नड्डा कारकेट आक्रमण नै गृह मंत्रालय राज्यपाल रिपोर्ट आधार रे पश्चिमबंग मुख्य शासन सचिव एवं डीजी को समन करिथिला। नुआदिल्ली आसी समनर जवाब रखिबाकू केंद्र कहिथिला। तेबे पश्चिमबंगर ममता सरकार कहिसंती सेमाने दिल्ली आसी परिबेनी। नंबर 17 1029 कॉलेज रे +3 रे खाली पड़ी 92,000 सीट। राज्य उच्च शिक्षा विभाग पक्षर चली युक्त 3 स्नातक नामलेखा प्रक्रिया चलित मास 9 तारिख में शेष होईछि। 2020-21 शिक्षावर्ष में राज्यर मोट 1029 महाविद्यालय रे मोट 92,374 सीट खाली रही। मिलिथिबा सूचना अनुसार कला पाठ्यक्रम में मोट 1,39,153 सीट मध्यरु 42,674 सीट खाली रही। सेहीपरि वाणिज्य में 31,139 सीट मध्यरु 16,253 सीट पूरण होईछि। वाणिज्य में मोट 14,886 सीट खाली रही। सेहीपरि संस्कृत में 5,554, सेल्फ फाइनेंसिंग पाठ्यक्रम में 660 और विज्ञान में 28,600 सीट खाली रही। नंबर 18 दीदी गड़ में एंट्री करेंगे ओवेसी प्रस्तुत कले मास्टर प्लान। आसंत वर्ष पश्चिमबंग में विधानसभा निर्वाचन रही। यह पूर्व बीजेपी टीएमसी प्रचार आरंभ कर एवं असदुद्दीन ओवेसी दल एआईएमआईएम पश्चिमबंग में निर्वाचन लड़ब बोली निष्पत्ति नहीं। टीएमसी जो मुस्लिम कार्ड खेली राजनीति करुथिले सेथिरे एबे भाग बसिब ओवेसी। सेथिपई दलीय कर्मी मिसी एक मास्टर प्लान तैयारी करिसंती। खाली दीदी टीएमसी नुहे बीजेपी को मध्य घेरी मिशन 200 को चेक देवाई ओवेसी एंड को एवं प्रस्तुत। शनिवार असदुद्दीन ओवेसी ट्वीट करी कहिसंती जे पश्चिमबंगर दलीय कर्मी एआईएमआईएम एक बैठक करिछि। आगामी निर्वाचन नहीं विस्तृत भाव में आलोचना होईछि। नंबर 19 चीन आम धैर्यर परीक्षा नेउछि कहिले वैदेशिक मंत्री एस जयशंकर। चीन सहित सीमा विवाद शेष होबार ना नेउनथिया बेले ए मध्य भारतीय वैदेशिक मंत्री एस जयशंकर शनिवार चीन को टार्गेट करिसंती। चलित वर्ष दुई देश मध्य होइथिबा विवाद चिंताजनक बोली से कहिसंती। एसो भारत और चीन मध्य सीमा विवाद केते दिन एमिति चलिबो बोली प्रश्न कराजिबा परे मु एहा पूर्वानुमान करि परिबि नाही बोली कहिसंती वैदेशिक मंत्री। फेडरेशन ऑफ इंडियन चेंबर्स ऑफ कॉमर्स एंड इंडस्ट्री 93तम साधारण सभा और वार्षिक अधिवेशन में वैदेशिक मंत्री एभଳି कहिसंती। एथिसहित जयशंकर कहिसंती जे आम धैर्यर परीक्षा निया जाउछि। मोर विश्वास आमे एही लड़ाई रे भल भावे मुकाबिला करि पारिबु। नंबर 20 एएनएम आंदोलन 15 दिन में मास्टर कैंटीन अवरोध धमक। निखेड़ ओडिशा अणनियुक्ति तालीम प्राप्त महिला स्वास्थ्यकर्मी संघ तरफ स्थायी नियुक्ति दाबी में दिवारात्र आंदोलन 15 दिन में पहुंची। राजधानी में एएनएम माने दिवारात्र आंदोलन चलैथिबारु 10 रु अधिक महिला स्वास्थ्यकर्मी असुस्थ होई डाक्तरखाना रे चिकित्सित होउछंती। राज्य रास्तार चलिथिबा आंदोलन प्रति बीजेपी और कांग्रेस नेतृवर्ग समर्थन करथिले मध्य एमानक दाबी यथार्थ नुहे बोली स्वास्थ्य मंत्री नव दास कहिसंती। एमानकु सामयिक भावे अस्थायी नियुक्ति दिया जाइथिला। एबे महिला स्वास्थ्यकर्मी पोस्ट बाहरी से आवेदन करंतु बोली श्री दास कहिसंती। कोविड भयावहता चलिथिले मध्य एएनएम को सरकारी नीति नियम रे मिलिथिबा दैनिक ठिका कार्यरु मध्य छटई करिथिबारु एएनएम माने आंदोलन चलैछंती। नंबर 21
परिवार नियोजन ପାଇଁ ବାଧ୍ୟ କରିହେବନି କହିଲେ କେନ୍ଦ୍ର ସରକାର। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ, ଏହା ଦମ୍ପତିଙ୍କ ନିଜସ୍ୱ ନିଷ୍ପତ୍ତି। ପରିବାରର ଆକାର ସେମାନେ ସ୍ଥିର କରିବେ। ପରିବାରର ଇଚ୍ଛା ଅନୁଯାୟୀ ସେମାନେ ରୂପରେଖ ତିଆରି କରିବେ। ଏଥିରେ କୌଣସି ବାଧ୍ୟତାମୂଳକତା ନାହିଁ। ପରିବାର ନିୟୋଜନ ନାଁରେ କାହାରିକୁ ବାଧ୍ୟ କରିହେବନି। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପିଲା ଜନ୍ମ ପାଇଁ ବାଧ୍ୟ କରିବା ଠିକ୍ ନୁହେଁ। ଏମିତି ହେଲେ ଜନସଂଖ୍ୟା ବ୍ୟାଘାତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟରେ ଏହା କହିଛନ୍ତି। ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଆଇଏଲ୍ର ପ୍ରତିକ୍ରିୟାରେ ସରକାର ଏହା କହିଛନ୍ତି। ନମ୍ବର 22 ତାମିଲନାଡୁରେ ସିବିଆଇ ହେଫାଜତରେ ଥିବା 103 କିଲୋ ସୁନା ଗାଏବ। ଏକ ଚଢ଼ଉରୁ ଜବତ କରାଯାଇ ସିବିଆଇ ହେଫାଜତରେ ଥିବା ପ୍ରାୟ 45 କୋଟି ଟଙ୍କା ମୂଲ୍ୟର 103 କିଲୋରୁ ଅଧିକ ସୁନା ଗାଏବ ହୋଇଯାଇଛି। ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟ ଏହି ଘଟଣାର ତଦନ୍ତଭାର ତାମିଲନାଡୁର ସିବିସିଆଇଡିକୁ ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। 2012ରେ ଚେନ୍ନାଇର ସୁରେନା କର୍ପୋରେସନ ଲିମିଟେଡ୍ କାର୍ଯ୍ୟାଳୟରେ ଚଢ଼ଉ କରି ସିବିଆଇ ଜବତ କରିଥିବା 400.5 କିଲୋ ସୁନା ବିସ୍କୁଟ ଓ ସୁନା ଅଳଙ୍କାରର ଅଂଶବିଶେଷ ସିବିଆଇର ଲକ୍ ଓ ସିଲ୍ରେ ଜବତ ହୋଇଥିବା ଏହି ସୁନା ସ୍ୱର୍ଣ୍ଣାର ଲକରେ ଥିଲା। କିନ୍ତୁ ସୁରେନା ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଥିବା ଋଣ ପରିଶୋଧ ମାମଲାରେ ନିଯୁକ୍ତ ଲିକ୍ୱିଡେଟରଙ୍କୁ ଜବତ ସୁନା ହସ୍ତାନ୍ତର କରାଯିବା ବେଳେ ସୁନା ବିସ୍କୁଟଗୁଡ଼ିକୁ ଗୋଟି ଗୋଟି କରି ଓଜନ କରାଯିବାରୁ ସମୁଦାୟ ଓଜନ କମ୍ ହୋଇଥିଲା। ନମ୍ବର 23 ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆସିଲା ବଡ଼ ଖବର, ଚିନ୍ତା ପ୍ରକଟ କଲେ ଡାକ୍ତର। ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା କୌଣସି ମୁହୂର୍ତ୍ତରେ ବିଗିଡ଼ିପାରେ। ରିମ୍ସ ହସ୍ପିଟାଲର ଡାକ୍ତର ଏହା କହିଛନ୍ତି। ଲାଲୁ ଏବେ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି। ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ କହିଛନ୍ତି ଯେ ତାଙ୍କ କିଡ୍ନି କୌଣସି ସମୟରେ ଖରାପ ହୋଇପାରେ। ଲାଲୁଙ୍କ କିଡ୍ନିର 25% କାମ କରୁଛି। ଏବେଠୁ କିନ୍ତୁ ପୂର୍ବାନୁମାନ କରିବା କଷ୍ଟକର, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଜ୍ଜନକ ବୋଲି ଡାକ୍ତର କହିଛନ୍ତି। ଏନେଇ ଲିଖିତ ଭାବରେ ସେ କର୍ତ୍ତୃପକ୍ଷଙ୍କୁ କହିଥିବା କହିଛନ୍ତି। ନମ୍ବର 24 ଚାବାହାର ବନ୍ଦର ବ୍ୟବହାର ସଂକ୍ରାନ୍ତରେ ପ୍ରଥମ ତ୍ରିପାକ୍ଷିକ ବୈଠକ। ମିଳିତ ଭାବେ ଚାବାହାର ବନ୍ଦରକୁ ବ୍ୟବହାର କରିବା ନିମନ୍ତେ ଆସନ୍ତା ସପ୍ତାହରେ ଭାରତ, ଇରାନ, ଉଜବେକିସ୍ତାନ ପ୍ରଥମ ତ୍ରିପାକ୍ଷିକ ବୈଠକ ଆୟୋଜନ କରିବେ। ଜୋ ବାଇଡେନ୍ ପ୍ରଶାସନ କ୍ଷମତାକୁ ଆସିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ପୁଣି ତେହରାନ ଆଣବିକ ମାମଲାରେ ସମ୍ପୃକ୍ତ ହେବାର ରିପୋର୍ଟ ଆସୁଥିବାରୁ ଏହି ବୈଠକର ଗୁରୁତ୍ୱ ରହିଥିବା କୁହାଯାଉଛି। ଶନିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଡିସେମ୍ବର 14 ତାରିଖରେ ହେବାକୁ ଥିବା ଏହି ପ୍ରଥମ ତ୍ରିପାକ୍ଷିକ କାର୍ଯ୍ୟକାରିଣୀ ଦଳର ଭର୍ଚୁଆଲ ବୈଠକରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ ଇରାନ ଓ ଉଜବେକିସ୍ତାନର ଡେପୁଟି ମିନିଷ୍ଟର ଓ ଭାରତର ଜଣେ ସଚିବ। ବିକଶିତ ହୋଇସାରିଥିବା ଚାବାହାର ବନ୍ଦରର ଗୋଟିଏ ଟର୍ମିନାଲରେ ସମ୍ପ୍ରତି ଭାରତ ଜାହାଜ ଚଳାଚଳ କରୁଛି। ନମ୍ବର 25 କର୍ମୀଙ୍କ ମନୋବଳ ବଢ଼ାଇବାକୁ ମିଛ କହୁଛନ୍ତି ବିଜେପି ନେତ୍ରୀ ପୁରନ୍ଦେଶ୍ୱରୀ, କହିଲା ବିଜେଡି। ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବା ପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡ଼ିଶା ପ୍ରଭାରୀ ଡକ୍ଟର ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି। ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବନି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର କହିଛନ୍ତି ଯେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ଏଠାକୁ ଆସିଛନ୍ତି। ଡକ୍ଟର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ଶ୍ରୀମତୀ ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥାନ୍ତେ ତେବେ ଭଲ ହୋଇଥାନ୍ତା। ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 1470 ଟଙ୍କାରୁ 2930 ଟଙ୍କା ବୃଦ୍ଧି ପାଇଁ ଓଡ଼ିଶା ବିଧାନସଭାରେ 2017 ମାର୍ଚ୍ଚ 25 ତାରିଖରେ ଯେଉଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ସେ ସଂକ୍ରାନ୍ତରେ ମତ ରଖିବାର ଥିଲା। ନମ୍ବର 26 24 ଘଣ୍ଟା ମଧ୍ୟରେ ଦେଶରେ 30,005 ନୂଆ ସଂକ୍ରମଣ। ଦେଶରେ 24 ଘଣ୍ଟା ମଧ୍ୟରେ 30,005ଟି ନୂଆ ସଂକ୍ରମଣ ଓ 442 ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-19 ଜନିତ ମୃତ୍ୟୁ ସଂଖ୍ୟା 1,42,628ରେ ପହଞ୍ଚିଛି। 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା 33,494 ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି 93,24,328। ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 3,59,819। ନମ୍ବର 27 400 ଜିଲ୍ଲାରେ ପହଞ୍ଚି କୃଷି ଆଇନ ସପକ୍ଷରେ ବୁଝେଇବ ବିଜେପି। ଦେଶର ନୂଆ କୃଷି ଆଇନ ସପକ୍ଷରେ ପ୍ରଚାର କରିବା ପାଇଁ ଭାରତୀୟ ଜନତା ପାର୍ଟି 700 ଜିଲ୍ଲାର ଚାଷୀମାନଙ୍କ ନିକଟକୁ ପହଞ୍ଚିବ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ବିଜେପି ମୁଖପାତ୍ର କହିଛନ୍ତି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଅଶାନ୍ତି ସୃଷ୍ଟି କରୁଛନ୍ତି। ଯାହାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ସେମାନେ ଏପରି କରୁଛନ୍ତି। ପ୍ରକୃତରେ କହିବାକୁ ଗଲେ ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ଚାଷୀମାନଙ୍କର ମଙ୍ଗଳ ଚାହୁଁନାହାନ୍ତି। ସୂଚନାଯୋଗ୍ୟ ନୂଆ କୃଷି ଆଇନ ବିରୋଧରେ ଦେଶର 30ରୁ ଉର୍ଦ୍ଧ୍ୱ ଚାଷୀ ସଂଗଠନ ଗତ ନଭେମ୍ବର 26 ତାରିଖଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ନମ୍ବର 28 ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହ ମିଶି କାମ କରିବାକୁ ଫିକ୍କିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ। ବିଭିନ୍ନ କ୍ଷେତ୍ରଭିତ୍ତିକ କମିଟି ଗଠନ କରି ଓଡ଼ିଶାର ବିଭିନ୍ନ ବିଭାଗ ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ସଂଗଠନ ଫିକ୍କିକୁ ଅନୁରୋଧ କରିଛନ୍ତି। ଫିକ୍କିର 93ତମ ବାର୍ଷିକ ସାଧାରଣ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଫିକ୍କି ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ରସାୟନ ଓ ଆଇଟି ଆଦି କ୍ଷେତ୍ର ଉପରେ ବିଶେଷଜ୍ଞ ଟିମ୍ ଗଠନ କରି ଓଡ଼ିଶା ସରକାରଙ୍କ ସମ୍ପର୍କିତ ବିଭାଗଗୁଡ଼ିକ ସହ କାର୍ଯ୍ୟ କରନ୍ତୁ। ସେ କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ଫିକ୍କି ପୁଣିଥରେ ଜାତୀୟ ଶିଳ୍ପ ସହଯୋଗୀ ଭାବେ କାର୍ଯ୍ୟ କରିବ।
ଏହି ସମ୍ମିଳନୀର ସଫଳତା ପାଇଁ ଫିକିର ସହଯୋଗ ଜରୁରୀ ବୋଲି ସେ କହିଛନ୍ତି। ଗତ 2018ରେ ହୋଇଥିବା ଦ୍ୱିତୀୟ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଫିକି ସହଯୋଗୀ ଥିଲା। ନମ୍ବର 29 ଡିକକ୍ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟ ଦଳର ଅଧିନାୟକ। ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଭାବେ କ୍ୱିଣ୍ଟନ ଡିକକ୍ଙ୍କୁ ଶୁକ୍ରବାର ନିଯୁକ୍ତି କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ୍। 2020-21 ସିଜନ୍ ନିମନ୍ତେ ଡିକକ୍ଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତି କରାଯାଇଛି। ସୂଚନା ଥାଉ କି 28 ବର୍ଷୀୟ ଡିକକ୍ଙ୍କୁ ଗତ ସିଜନ୍ରେ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ଚଳିତ ସିଜନ୍ରେ ଦକ୍ଷିଣ ଆଫ୍ରିକା ଦଳ 3ଟି ଟେଷ୍ଟ ସିରିଜ୍ ଖେଳିବ। ପ୍ରଥମ ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ବିପକ୍ଷରେ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଇତିମଧ୍ୟରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ନିମନ୍ତେ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ନମ୍ବର 30 ଓଡ଼ିଶା ଏଫ୍ସିର ଚତୁର୍ଥ ପରାଜୟ। ଚଳିତ ଇଣ୍ଡିଆନ୍ ସୁପର ଲିଗ୍ରେ ଓଡ଼ିଶା ଏଫ୍ସିର ପରାଜୟ ଧାରା ଜାରି ରହିଛି। ଭୁବନେଶ୍ୱର ଭିତ୍ତିକ ଏହି ଦଳ ଖେଳିଥିବା 5 ମ୍ୟାଚ୍ରୁ ଶନିବାର ଚତୁର୍ଥ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଇଗର ଆଙ୍ଗୁଲାଙ୍କ ଗୋଲ୍ ବଡ଼ରେ ଏଫ୍ସି ଗୋଆ 1-0 ଗୋଲ୍ରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଗୋଆ 5 ମ୍ୟାଚ୍ରୁ 2 ବିଜୟ 2 ଡ୍ର ଓ 1 ପରାଜୟ ସହ 8 ପଏଣ୍ଟ ପାଇଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।